मोर बहु पुतला बहु गाड़ी आसुला पुतला चलुला ट्रक चढ़ई दी पड़े गला आज्ञा आउ कि ना आप देखते फोटो किसी आउ ना रामनगर पटना आज्ञा आज्ञा मो घर पाक जाऊला मो नागेश्वरपुर घर मो घर पाक जाऊला आगे देखो पूरा बस मुंड आ कि मुंड जड़े बेकार कर आज नुआ गाड़ी चलू सबुदिन नुआ पुतला नीचे अच्छी ना पुतला नीचे चलाऊला रातिर मोर हाथ बर्तमान मुझे उपाय शुणी किसी कहला भाया प्रदीप कुमार नायक ମୁଁ ତ ବର୍ତ୍ତମାନ ଯାହା ଦେଖିଲି ସକାଳ 9ଟା ଭିତରେ ଏଠି ହାଇବା ବାଲି ଗାଡି ଏଠି ବିନା ପ୍ରଶାସନ ଆଦେଶ ବାଲି ଗାଡି 600 ଗାଡି ବିନା ଟ୍ରାଫିକ କଲେଜ ଅଫିସ ଆଜି ମାଟ୍ରିକ ପରୀକ୍ଷା ଚାଲିଛି ଏ ଝିଅ ଆମ ଗାଁର ବୋହୂ ଇଏ ଆସିଲା ବେଳେ ଯାଉଥିଲା ପରୀକ୍ଷାକୁ ଏକ୍ଜାମ ଦେବା ପାଇଁ ତା ଛୁଆ ଦିଟା ବି ଆଫେକ୍ଟ ତା ସ୍ୱାମୀ ବି ଆଫେକ୍ଟ ହେଇଛି ଗୋଟା ସ୍ତ୍ରୀର ଏଇ ପ୍ରକାର ବାଁ ପଟରେ ଚଢିକି ଆଇବା ତା ମୁଣ୍ଡର ପୁରା ମୁଣ୍ଡ ସାଇଡ୍ ପୁରା ଛେଚା କରି ସେ ଗାଡି ଅଲରେଡି ପଡିଯାଇଛି। ତେଣୁ ପ୍ରଶାସନକୁ ମୁଁ ଅନୁରୋଧ କରିବି ବର୍ତ୍ତମାନ ସୁଦ୍ଧା ଯୋଉ ଦିନ ଟାଇମ ଅଫିସ ଟାଇମରେ ପ୍ରଶାସନ ନିଘା ରଖୁ ଏ ସମୟ ଇଏ ଟୋଟାଲ ଅପରାଧୀ ଘଟଣା ଘଟୁ ଆମେ ବର୍ତ୍ତମାନ ଟ୍ରାଏ କରୁଛୁ ପ୍ରତ୍ୟେକ ସବୁ ହାଇବା ବାଲି ଗାଡି ଅଧିକାରୀଙ୍କୁ ବି ଇନଫର୍ମ କରିଛୁ କେମିତି ଦିନ ସକାଳ 9ଟା ସୁଦ୍ଧା ଏତେ ସ୍ପିଡରେ ଗାଡି ମାନେ ଯିବା ଆସିବା କରୁଛନ୍ତି। ମୋର ଦୁହୁରିଆରୁ ଦଣ୍ଡାମୁଣ୍ଡ ଛକ ପର୍ଯ୍ୟନ୍ତ ଅଟୋନମସ କଲେଜ ପ୍ଲସ ଇଭିନିଂ କଲେଜ ଦେଇକି ଏ ଯୋଉ ରାସ୍ତାଟା ସକାଳ 8ଟାରୁ 12ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଜାମ୍ ରହୁଛି ଯେହେତୁ କଲେଜଟା ରହୁଛି ଦିଟା କଲେଜ ରହୁଛି ଆଉ ବିଭିନ୍ନ ପ୍ରକାର ଅଫିସ ରହୁଛି ଏଠି ପ୍ରଶାସନ କୌଣସି ଭାବରେ ଦିଘା ନାହିଁ ଯେ ଶହ ଶହ ହାଇବା ସକାଳ 24 ଘଣ୍ଟା 100 ସ୍ପିଡରେ ଇଏ ଛକରେ ରାସ୍ତା ଦେଇକିରି ଅତିକ୍ରମ କରୁଛନ୍ତି ଯାହା ଫଳରେ ଆଜି ଆମର ଯୋଉ ଦୁର୍ଭାଗ୍ୟଟା ଆମର ଯୋଉ ଆକ୍ସିଡେଣ୍ଟଟା ହେଲା ତାକୁ ଆଗ ଭୋଗିବାକୁ ପଡିଲା ହାଇବା ଯୋଗୁ ହେଲା ଏବଂ ସେ ବହୁତ ଲେଫ୍ଟରେ ଥିଲେ ବି ସ୍ଲୋରେ ଥିଲେ ବାଁ ପଟରେ ଥିଲେ ଏବଂ ସେ ହାଇବା ଓଭରଟେକ୍ କରିକିରି ତାକୁ ବାଡେଇକିରି ଏମିତି ଆକ୍ସିଡେଣ୍ଟ କରେଇକି ଆଜ୍ଞା ଚଢେଇ ଦେଇକିରି ତାଙ୍କ ଆକ୍ସିଡେଣ୍ଟ କରି ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି ଆଜ୍ଞା। ଆମେ ଚାହୁଁଛୁ ଯେ ଦିନରେ ଯେହେତୁ ଏ ରୋଡ ଜାମ୍ ରହୁଛି ସାଧାରଣ ଲୋକ ଏବଂ କଲେଜ ଛାତ୍ରଛାତ୍ରୀଙ୍କର ଯିବା ଆସିବାର ରାସ୍ତା ଜାମ୍ ରହୁଛି ତେଣୁ ବାଲି ଓଭରଲୋଡ ହାଇବା ଗୁଡାକୁ ମାନେ ରୋକାଯାଉ ଏବଂ ତାଙ୍କର ନିୟମ କରାଯାଉ ଯେ ରାତିରେ ଏଇ ସମୟରେ ଏତିକି କିଲୋମିଟର ବେଗରେ ସେମାନେ ଗତି କରିବେ ସେମାନେ କୌଣସି ପ୍ରଶାସନ ପାଇଁ ନିଘା ନଉନି ଏ ଜିନିଷ ଆମେ ପ୍ରାଣ ଯାଉଛି ବାରମ୍ବାର। ବୟନିକା ଦ୍वारा आयोजित विशाल जातीय स्तरीय हस्ततंत्र मेला एही मेला भुवनेश्वर यूनिट 3 रो प्रदर्शनी पड़िया रे एप्रिल 1 पर्यंत दिन 11:30 राति 9:30 पर्यंत आयोजित करा जाउछि।